ଧର୍ମଶାସ୍ତ୍ରର ଗୀତ ସଂହିତା ତାର 103 ଗୀତର କେବଳ 13 ପଦଟିକୁ ଦେଖିବା। ଯଦିଓ ଗୀତ ସଂହିତା 113ରେ 103ରେ ଆମମାନଙ୍କର 22ଟି ପଦ ଅଛି, କିନ୍ତୁ କେବଳ ଆମମାନେ ଏଇ 13 ପଦରେ ଆଜି ସୀମିତ ରଖିବା। ଯେହେତୁ ଏଇଠି ଏଇ ପ୍ରକାର ଲେଖାଯାଉଛି ଯେ ପିତା ଆପଣା ସନ୍ତାନଗଣ ପ୍ରତି ଯେ ରୂପ ସ୍ନେହ ବହଇ ସଦାପ୍ରଭୁ ଆପଣା ଭୟକାରୀ ମାନଙ୍କ ପ୍ରତି ସେ ରୂପ ସ୍ନେହ ବହନ୍ତି। ଏଠି ଯଦି ଈଶ୍ୱର ଏବଂ ତାଙ୍କ ଲୋକମାନଙ୍କ ବିଷୟରେ ଚିନ୍ତା କରାଯାଏ ଏଇ ପଦଟିରେ, ତାହେଲେ ଆମେ ଜାଣିବା ଗୋଟେ ପିତା ପୁତ୍ର ସମ୍ପର୍କ ଯେ ପ୍ରକାର, ସେଇ ପ୍ରକାର ଈଶ୍ୱର ଆଉ ତାଙ୍କ ଲୋକମାନଙ୍କ ସମ୍ପର୍କ ସେମିତି। ପାର୍ଥିବ ଜଗତରେ ଜଣେ ବାପା ଆଉ ପୁଅକୁ ଯଦି ଆମେ ଦେଖୁଛୁ, ସେମାନଙ୍କର ଜୀବନକୁ ଦେଖୁଛୁ, ସେମାନଙ୍କର ଅନୁଭୂତି ଗୁଡ଼ିକୁ ଦେଖୁଛୁ, ସେମାନେ କି ପ୍ରକାର ବଢୁଛନ୍ତି ସେଇଟା ଦେଖୁଛୁ। ଗୋଟେ ବାପା ଗୋଟେ ପିଲାକୁ ଜନ୍ମ ଦେବା ପୂର୍ବରୁ ତାର ସବୁ ଦାୟିତ୍ୱ, ତାର କର୍ତ୍ତବ୍ୟ, ତାର ସବୁ କିଛିକୁ ଆମେ ନିରୀକ୍ଷଣ କରୁଛୁ। ଠିକ ସେମିତି ଆତ୍ମିକ ଜଗତରେ ମଧ୍ୟ ଜଣେ ଈଶ୍ୱର ତାଙ୍କ ଲୋକମାନଙ୍କର ସେଇ ପ୍ରକାର ଯତ୍ନ ନିଅନ୍ତି। ଏ ବାକ୍ୟ ଦ୍ୱାରା ସେମାନଙ୍କୁ ଉତ୍ସାହିତ କରିବା ପାଇଁ ଚାହୁଁଛନ୍ତି, ସେମାନଙ୍କୁ କହିବା ପାଇଁ ଚାହୁଁଛନ୍ତି ଯେ କିଭଳି ଭାବରେ ଗୋଟେ ପୁତ୍ର ତୁଲ୍ୟ ସେ ଆମମାନଙ୍କୁ ବ୍ୟବହାର କରନ୍ତି। ଅନେକ ସମୟରେ ହୁଏତ ଆମେ ଜାଣିପାରିନଥାଉ, କିନ୍ତୁ ଯଦି ଆମେ ବିଶେଷ ଭାବରେ ଦେଖୁ ଦ୍ୱିତୀୟ ବିବରଣ ତାର 1:31 ପଦ, ତାର ସେଇଠି ଆମେ ଦେଖୁଛୁ ଯେ ଈଶ୍ୱର ଇସ୍ରାଏଲକୁ କେମିତି ନିଜ ସ୍କନ୍ଧରେ ବହିକି ଆଣୁଛନ୍ତି। ଗୋଟେ ପିଲାକୁ ବାପା ଯେମିତି କାନ୍ଧରେ ବହିକି ଆଣେ। ବିଶେଷତଃ ଯେତେବେଳେ ଆମେ ଯାନିଯାତ୍ରା ଦେଖିବା ପାଇଁ ଯାଉ ବା ଜଗତର ଭିଡ ଭିତରେ ଦେଇକି ଯାଉ, ସେତେବେଳେ ବାପା ଆମମାନଙ୍କୁ ତାଙ୍କ କାନ୍ଧରେ ବସେଇ ଦିଅନ୍ତି। ବାପା ଆମମାନଙ୍କୁ ତାଙ୍କ କାନ୍ଧରେ ବସେଇ ଆମମାନଙ୍କୁ କଢେଇ ନିଅନ୍ତି। ଆମେ ତାଙ୍କ କାନ୍ଧ ଉପରେ ବସିଥାଉ, ନିଜକୁ ସୁରକ୍ଷିତ ମନେ କରିଥାଉ, ଆଉ ଖୁବ ଆନନ୍ଦ ଲାଗେ। ଆମକୁ ବେଶୀ ଖୁସି ଲାଗେ ଯେ ମୁଁ ମୋ ବାପାଙ୍କ କାନ୍ଧ ଉପରେ ବସି। ଆମେ ଛୁଆ ଛୁଆ ହେଇଥାଉ, ଆମମାନଙ୍କ 4 ଭାଇ, ଆଉ ଆମେ ବଡ ପରିବାର ଯେହେତୁ 4 ଭାଇ 3 ଭଉଣୀ, ଆମମାନଙ୍କ ଭିତରେ ବେଶୀ ଜିଦ୍ଦି ଲାଗେ। ତାକୁ ଓହ୍ଲେଇ ଦିଅ କାନ୍ଧରୁ, ମତେ ବସାଅ। କେବେ କେବେ ତ ଆମେ ଏତେ ଜିଦ୍ଦିଖୋର ହେଇଯାଉ ଯେ ଆମେ ସାଙ୍ଗରେ ଯିବା ପାଇଁ ଇଚ୍ଛା କରୁନଥାଉ, ଆମେ କାନ୍ଦୁଥାଉ, ମତେ ଯେ ପର୍ଯ୍ୟନ୍ତ ତମ କାନ୍ଧରେ ନ ବସିବ। ବାଧ୍ୟ ହୁଅନ୍ତି ବାପା କାନ୍ଧରୁ ଗୋଟେ ପିଲାକୁ ତଳକୁ ଓହ୍ଲେଇ ଦେବା ପାଇଁ, ଆଉ ଯୋଉ ପିଲାଟା କାନ୍ଦୁଥାଏ ତାକୁ କାନ୍ଧରେ ବସେଇ ଦେବା ପାଇଁ। କିନ୍ତୁ ତଥାପି ବାପାଙ୍କର ପ୍ରେମ ସରେନି। କାନ୍ଧରୁ ଓହ୍ଲେଇ ଦେଇଥିବା ପିଲାଟାକୁ ମଧ୍ୟ ଗୋଟେ ହାତ ଧରି ଭିଡିକି ନେଇଯାଉଥାନ୍ତି। ଏଇ ଅନୁଭୂତି ଗୁଡାକ ଦେଇକି ଆମେ ଯେତେବେଳେ ଚିନ୍ତା କରୁ ଆମମାନଙ୍କର ଈଶ୍ୱର କେତେ ମହାନ ଈଶ୍ୱର। ସେ ଦେଖୁଛନ୍ତି ଯୋଉ ଇସ୍ରାଏଲି ମାନଙ୍କୁ ଏ ମିଶର ଦେଶରୁ ମୁଁ କଢେଇ ଆଣିଛି, ଯେଉଁମାନେ ପ୍ରାନ୍ତର ଭିତରେ 40 ବର୍ଷ ଯାକ ମତେ ପରୀକ୍ଷା କରୁଛନ୍ତି, ମୋ ବିରୁଦ୍ଧରେ ବଚସା କରୁଛନ୍ତି, ଯେଉଁମାନଙ୍କୁ ମୁଁ ନିଜେ ଏ ଦାସତ୍ୱର ଜୁଆଳି ଭିତରୁ ମୁକ୍ତ କରିବା ପାଇଁ ଚାହୁଁଛି, ଯେଉଁମାନଙ୍କୁ ମିଶର ଦେଶର ଲୌହ ଅଗ୍ନିକୁଣ୍ଡ ଭିତରୁ ବାହାର କରିକି ନେଇ ଆସୁଛି, ଏମାନେ ଚାଲିପାରିବେ ନାହିଁ। ଏମାନେ ଥକି ପଡିଲେଣି। ଏମାନଙ୍କୁ ମୋର କାନ୍ଧର ଆବଶ୍ୟକତା ଅଛି, ବିଶ୍ରାମର ଆବଶ୍ୟକତା ଅଛି, ଭରସାର ଆବଶ୍ୟକତା ଅଛି, ଆଶ୍ୱାସନର ଆବଶ୍ୟକତା ଅଛି, ଆଗକୁ ଯିବାର ବାଟ କଢାଇ ନେବାର ଆବଶ୍ୟକତା ଅଛି। ସେଥିପାଇଁ ବାକ୍ୟ କହୁଛି ଯେ ବାପା ଯେମିତି ନିଜର ପିଲାକୁ କାନ୍ଧରେ ବସାଇକି ନେଇ ଆସିଥିଲେ, ଠିକ ସେମିତି ଏଇ ମିଶର ଦେଶରୁ ପରମେଶ୍ୱର ତାଙ୍କର ଲୋକମାନଙ୍କୁ ନିଜ କାନ୍ଧରେ ବସାଇକି ବହି ଆଣିଲେ। ଯେଶାୟା 46 ପର୍ବତ ତାର ଯଦି 3-4 ପଦ ଦେଖୁ, ସେଠି ମଧ୍ୟ ଲେଖାଯାଉଛି ଯେ ଏଇ ଯୋଉ ପରମେଶ୍ୱର ଖାଲି ଇସ୍ରାଏଲକୁ ବହିକି ଆଣିଲେ ସେ ସେତିକି ନୁହଁ, ଏଇ ପରମେଶ୍ୱର ଆମମାନଙ୍କର ଉଦରସ୍ଥ ହେବା ଆଗରୁ, ଉଦରରେ ମାଙ୍କ ଗର୍ଭସ୍ଥ ହେବା ଆଗରୁ ତାଙ୍କ ଉଦର ଭିତରେ ମଧ୍ୟ ମୋର ଭାରକୁ ସେ ବହନ କରୁଥିଲେ। ଗର୍ଭସ୍ଥ ହେବା ପରେ ମଧ୍ୟ ମୋର ଭାର ବହନ କଲେ, ଆଉ ମତେ ଏମିତି ବହି ଆଣୁଛନ୍ତି, ଆଉ ସେ ପର୍ଯ୍ୟନ୍ତ ବହି ଆଣୁଥିବେ ଯେ ପର୍ଯ୍ୟନ୍ତ ମୁଁ ବୃଦ୍ଧ ଏବଂ ପକ୍ୱ କେଶ ହେବି। ଲେଖାଯାଉଛି ପକ୍ୱ କେଶ ହେଲା ପର୍ଯ୍ୟନ୍ତ ମଧ୍ୟ, ବୃଦ୍ଧାବସ୍ଥା ହେଲା ପର୍ଯ୍ୟନ୍ତ ମଧ୍ୟ ମତେ ସେ ସମ୍ଭାଳିବେ। ହେଇପାରେ ଜାଗତିକ ପିତା ଆମମାନଙ୍କୁ ବଡ ହେଲା ପରେ କାନ୍ଧରେ ଆଉ ବସାନ୍ତି ନାହିଁ କେବେ, ବରଂ ସେ ଇଚ୍ଛା କରନ୍ତି ମୋ ପୁଅ କୋଉଦିନ ମୋ ହାତ ଧରି ପକେଇବ, ମୋ ପୁଅ କୋଉଦିନ ମତେ ଟିକେ ଆଲିଙ୍ଗନ କରିଦେବ। କିନ୍ତୁ ଯିଏ ଆମମାନଙ୍କ ସ୍ୱର୍ଗୀୟ ପିତା, ଯିଏ ଆମମାନଙ୍କର ଆତ୍ମିକ ପିତା, ଯିଏ ଆମମାନଙ୍କର ସ୍ୱର୍ଗସ୍ଥ ପିତା ସ୍ୱୟଂ ପରମେଶ୍ୱର, ସେ ଗୋଟେ ପ୍ରତିଜ୍ଞା ଦଉଛନ୍ତି ପ୍ରାତଃ ସମୟରେ, ଗୋଟେ ଭରସା ଦଉଛନ୍ତି, ପୁଅରେ ମୁଁ ତତେ ଗର୍ଭସ୍ଥ ହେବା ପୂର୍ବରୁ ମଧ୍ୟ ତୋର ଭାରକୁ ବହନ କରିଛି, ମୁଁ ତତେ ସେବେଠୁ ମଧ୍ୟ ବହି ଆଣୁଛି, ଏପର୍ଯ୍ୟନ୍ତ ବହି ଆଣିଲିଣି,
ଆଗକୁ ମଧ୍ୟ ମୁଁ ବହିବି, ମୁଁ ଛାଡ଼ିବି ନାହିଁ। ତୁ ପକ୍ୱକେଶ ହେବା ପର୍ଯ୍ୟନ୍ତ, ବୃଦ୍ଧାବସ୍ଥା ହେବା ପର୍ଯ୍ୟନ୍ତ ମଧ୍ୟ ମୁଁ ତୋତେ ଛାଡ଼ିବି ନାହିଁ। ସେ ହେଉଛନ୍ତି ସେଇ ପରମେଶ୍ୱର, ଯିଏ ଆମଙ୍କର ଜୀବିତ ପରମେଶ୍ୱର। କେବେ ବି ପରିତ୍ୟାଗ କରନ୍ତି ନାହିଁ, କେବେ ବି ଛାଡ଼ନ୍ତି ନାହିଁ। ଗୋଟେ ବାପା, ସର୍ବଶ୍ରେଷ୍ଠ ବାପା ସେତେବେଳେ ହେଇପାରିବ ଯେତେବେଳେ ସେ ଜଣାଯିବ ଯେ ସେ ତା ପିଲାମାନଙ୍କୁ ପ୍ରେମ କରୁଛି। ଆଉ ଏଇ ଗୀତ ରଚକ ଗୀତ 103 ପଦରେ କହୁଛନ୍ତି ଯେ ସେ ଆମମାନଙ୍କ ପ୍ରତି ସ୍ନେହ ବହନ୍ତି, ସେ ଆମମାନଙ୍କୁ ପ୍ରେମ କରନ୍ତି। ଯେଉଁମାନେ ତାଙ୍କର ଭୟ କରି, ଯେଉଁମାନେ ତାଙ୍କୁ ଭୟ କରନ୍ତି, ଯେଉଁମାନେ ତାଙ୍କର ଭୟ କହିବାର ଅର୍ଥ ହଉଛି ତାଙ୍କୁ ଆଦର କରିବା ପାଇଁ ଜାଣନ୍ତି, ତାଙ୍କୁ ସମ୍ମାନ କରିବା ପାଇଁ ଜାଣନ୍ତି, ତାଙ୍କର ଗୌରବ କରିବା ପାଇଁ ଜାଣନ୍ତି। ଅଧିକାଂଶ ସମୟରେ ଆମମାନେ ପିତାମାତାଙ୍କୁ ସମ୍ମାନ କରିନଥାଉ, ଗୌରବ ଦେଇନଥାଉ, ତାଙ୍କର ମହତଟା ଜାଣିନଥାଉ। ଜଣେ କବି କହିଥିଲେ, କହିଲେ ଜହ୍ନକୁ ଦେଖେଇ କୋଳେଇ କାଖେଇ ଯିଏ ଚିହ୍ନୁଥିଲା ପେଟ, ତୋରାଣୀ ପୋଷାକୁ ଦିନ ବିସ୍ତାର ହାୟରେ ସଂସାର ହାଟ। ବାପ କହୁଥିଲା ହାତ ମୋ ଧରିଥା ଡରିବୁନି ବାଘ ଦେଖି, ପୁଅକୁ କିନ୍ତୁ ତା ଘୃଣା ଲାଗେ ଆଜି ବାପ ବୋଲି ଦେଲେ ଡାକି। ସେଇ ପୁଅ ଦିନ ଥିଲା, ବାପା କହୁଥିଲେ ତୁ ଜମା ଭୟ କର ନାହିଁ, ମୋ ସହିତରେ ତୁ ଅଛୁ, ମୁଁ ତ ସହିତରେ ଅଛି, ବାଘ କଣ କରିବ, ତୁ ମୋ ହାତ ଧର। ଆଜି ସେଇ ପିଲା ନିଜର ବାପାଙ୍କ ପରିଚୟ ଦେବା ପାଇଁ ଭୟ ପାଉଛି, ନିଜର ବାପା ବୋଲି କହିବା ପାଇଁ ଡର ଲାଗୁଛି, ତାକୁ ସଂସାର ଭିତରେ ଏମିତି ସେ ହଜି ଯାଉଛି। ସେ ଜାଣୁନାହିଁ ମୋର ବାପାଙ୍କର ତ୍ୟାଗ କଣ, ସେ ଜାଣୁନାହିଁ ମୋ ବାପାଙ୍କର ମୂଲ୍ୟବୋଧ କଣ, ମୋ ବାପା ମୋ ପାଇଁ କଣ କରିଛନ୍ତି। ଆଜି ଇସ୍ରାଏଲୀୟ ମାନେ ଜାଣୁନାହାନ୍ତି ଈଶ୍ୱର ତାଙ୍କ ପାଇଁ କଣ କରିଛନ୍ତି, ଈଶ୍ୱର କି ପ୍ରକାର ମହା ଉଦ୍ଧାର କରିଛନ୍ତି ତାଙ୍କୁ, ଈଶ୍ୱର କି ପ୍ରକାର ତାଙ୍କ ଦାୟିତ୍ୱ ନେଇଛନ୍ତି, ଈଶ୍ୱର କି ପ୍ରକାର ତାଙ୍କ ଯତ୍ନ ନେଇଛନ୍ତି। ପାଦରେ ଫଟକା ପଡିଲା ନାହିଁ ସେମାନଙ୍କର, ବସ୍ତ୍ର ଚିରିଲା ନାହିଁ ସେମାନଙ୍କର, ସେମାନେ ଭୁଖିଲା ହେଲେ ନାହିଁ, କେବେ ତୃଷିତ ହେଲେ ନାହିଁ। ପ୍ରାନ୍ତରେ ଜଳାଶୟ ବହିଦେଲେ ପରମେଶ୍ୱର, ସେମାନଙ୍କୁ ଚଟାଣ ଉପରୁ ସେମାନଙ୍କୁ ଝର ବାହାର କରାଇଦେଲେ, ସ୍ୱର୍ଗୀୟ ମାନ ସେମାନଙ୍କୁ ଦେଲେ। ସେମାନେ ଲେଖାଯାଉଛି ପରାକ୍ରମୀ ମାନଙ୍କର ଆହାରକୁ ପୂଜନ କଲେ। ତା ସତ୍ତ୍ୱେ ବି ସେମାନେ ଜାଣିଲେ ନାହିଁ ପରମେଶ୍ୱରଙ୍କୁ, ଚିହ୍ନିଲେ ନାହିଁ ପରମେଶ୍ୱରଙ୍କୁ। ପରମେଶ୍ୱରଙ୍କ କ୍ଷୋଭ ସେଇଟା, ପରମେଶ୍ୱରଙ୍କ ଦୁଃଖ ସେଇଟା ଯେ ପରମେଶ୍ୱର କହୁଛନ୍ତି ଯଦିଓ ଆମେ ତୁମକୁ ସୁସ୍ଥ କରୁଛୁ ତଥାପି ତୁମମାନଙ୍କୁ ଚିହ୍ନୁନା, ଆମେ ତୁମକୁ ବୃଦ୍ଧି କରୁଛୁ ତଥାପି ତୁମମାନଙ୍କୁ ଜାଣୁନା। ଅନେକ ସନ୍ଦର୍ଭରେ ଅନେକ ଶାସ୍ତ୍ରାଂଶ ଦେଇ ପରମେଶ୍ୱର କଥା କହୁଛନ୍ତି ତାଙ୍କର ଲୋକମାନଙ୍କୁ। ଏ ହେଉଛନ୍ତି ମୋର ମନୋନୀତ ଲୋକମାନେ, ଏ ହେଉଛନ୍ତି ମୋର ଇସ୍ରାଏଲ ଲୋକମାନେ, ଆଉ ଏମାନଙ୍କ ପାଇଁ ସବୁ କରିଛି ଆଉ ସବୁ କରୁଛି ମଧ୍ୟ, କିନ୍ତୁ ତଥାପି ସେମାନେ ମତେ ଜାଣିପାରୁ ନାହାନ୍ତି। ସେଥିପାଇଁ ଆମେ ଯଦି ଦେଖୁ, ଗୀତ ରଚକ ଅତି ସୁନ୍ଦର ଭାବରେ କହୁଛନ୍ତି ଯେ ପ୍ରଭୁଙ୍କ ପ୍ରତି, ପ୍ରଭୁଙ୍କୁ ପ୍ରେମ କରୁଥିବା ହେତୁରୁ, ପ୍ରଭୁଙ୍କୁ ଭୟ କରୁଥିବା ହେତୁରୁ, ପ୍ରଭୁଙ୍କ ଆଜ୍ଞାକୁ ପାଳନ କରୁଥିବା ହେତୁରୁ, କାରଣ ଯେଉଁମାନେ ତାଙ୍କୁ ଭୟ କରନ୍ତି ତାର ଅର୍ଥ ସେମାନେ ତାର ଆଜ୍ଞାକୁ ପାଳନ କରନ୍ତି, କାରଣ ସେମାନେ ତାଙ୍କୁ ପ୍ରେମ କରନ୍ତି ବୋଲି କହନ୍ତି। ତ ପ୍ରଭୁ ତାଙ୍କର ପ୍ରେମଟା ତାଙ୍କର ଭୟକାରୀ ମାନଙ୍କ ପ୍ରତି ସେମିତି ପ୍ରକାଶ କରନ୍ତି ଯେମିତି ଗୋଟେ ବାପା ତା ପୁଅ ପ୍ରତି ଆପଣା ସ୍ନେହ ବହନ୍ତି, ସ୍ନେହରେ ବହି ଆଣନ୍ତି, ସ୍ନେହରେ କଢାଇ ନିଅନ୍ତି, ସ୍ନେହରେ ଭଲ ପାଆନ୍ତି। ଅତି ସୁନ୍ଦର ବିଷୟ ଯେ ଆମମାନଙ୍କର ପିତା ମାତା ମାନେ, ଆମମାନଙ୍କର ବାପା ଆମମାନଙ୍କ ପ୍ରତି କଣ କରିଛନ୍ତି। ଆମେ ଜାଣିପାରୁନା ଆମ ବାପା କଣ କରିଛନ୍ତି, ଆମେ ବୁଝିପାରୁନା ଆମ ବାପା କଣ କରିଛନ୍ତି। ବେଳେବେଳେ ଆମେ ତାଙ୍କୁ ଆଘାତ କରିଦଉ, ଆମେ କହିଦଉ ତମେ ଆମ ପାଇଁ କଣ କରିଛ। ବହୁତ କଷ୍ଟ ଲାଗେ ତାଙ୍କୁ ସେତେବେଳେ ଯେ ମୁଁ କଣ କରିଛି ବୋଲି ସେମାନେ ମତେ ପଚାରୁଛନ୍ତି। ଅନେକ ସମୟରେ ଆପଣ ମାନେ, ମୁଁ, ଆମେ ସମସ୍ତେ ପରମେଶ୍ୱରଙ୍କୁ ପ୍ରଶ୍ନ ପଚାରିଥାଉ, ତମେ ମୋ ପାଇଁ କଣ କରିଛ। କେତେ କଷ୍ଟ ଲାଗୁଥିବ ଆପଣ ଚିନ୍ତା କରନ୍ତୁ। ସେତେବେଳେ ପରମେଶ୍ୱରକୁ ଆମେ ଦାବି କରି କରି ପରମେଶ୍ୱରକୁ କହିଥାଉ, ତୁମ ବାକ୍ୟରେ ଏଇଟା ଲେଖା ହେଇଛି ପ୍ରଭୁ, ତମେ କହିଛ ପ୍ରଭୁ ମୋ ପାଇଁ ଏଇଟା କରିବ, ତୁମେ ପ୍ରତିଜ୍ଞା କରିଛ, ତୁମର ପ୍ରତିଜ୍ଞା କାହିଁ, ମୁଁ ତ କିଛି ଦେଖୁନାହିଁ ମୋ ଜୀବନରେ ସେଇଟା ସଫଳ ହବାର। ଯଦି ପରମେଶ୍ୱର ମତେ ମନେ ପକାଇଦେବେ, ଯେ ସ୍ୱୟଂ ବାକ୍ୟ ରୂପୀ ପରମେଶ୍ୱର, ତାଙ୍କୁ ମୋ ବାକ୍ୟର ଦ୍ୱାହି ଦେଇ, ବାକ୍ୟ ଭିତରେ ଏଟା ଲେଖା ହେଇଛି ବୋଲି ତାଙ୍କୁ ମନେ ପକେଇ ଦେବା ପାଇଁ ଚାହୁଁଛି। ଯେମିତି ମୁଁ ଭାବୁଛି ସେ ବୋଧେ ମନେ ନାହିଁ, ତାଙ୍କର ମନେ ରଖିନାହାନ୍ତି ବୋଧେ। ଆରେ ସେ ତ ମତେ କହୁଛନ୍ତି ତୁ ଧୂଳି ହେଲେ ମଧ୍ୟ ମୁଁ ତତେ ସ୍ମରଣରେ ରଖିଛି, ମୁଁ ଜାଣୁଛି ତୁ ଧୂଳି ମାତ୍ର, ତୁ ଆଉ କିଛି ନୁହଁ, ମୁଁ ଜାଣୁଛି ମର୍ତ୍ତ୍ୟରେ ତୋ ଦିନ ତୃଣତୁଲ୍ୟ ଅଳ୍ପ କାଳ ପାଇଁ ଅଛୁ, ତଥାପି ତୋ ଉପରେ ମୁଁ ଆପଣା ସ୍ନେହ ବହୁଛି, ମୁଁ ତତେ ବହୁତ ଭଲ ପାଉଛି। ସେଥିପାଇଁ ଖାଲି ସେତିକି ନାହିଁ, ତୋ ପାଇଁ ହିଁ ମୁଁ ଜୀବନ ଦେବା ପାଇଁ ଇଚ୍ଛା କରୁଛି। ଗୋଟେ ଛୋଟ କାହାଣୀ ମାଧ୍ୟମରେ ମୁଁ ଆପଣ ମାନଙ୍କୁ ସେଇ ଗଭୀରତା ଭିତରକୁ ନେଇଯିବା ପାଇଁ ଚାହୁଁଛି।
कहानीटा को बहुत सुंदर भाव मन दे शुणु ताल आपण मैंने प्राय वाक्यटा संपूर्ण बुझी जापर। गोटे छोट कहानी गोटे पेनसिल आ गोटे कटर मध्य गोटे ओढ़ण आ गोटे रबर भीतर कहानी आमे समस्ते देखुचु समस्ते जाचु रबर ओढ़णर विषय कहीं न देखी सर्वशिक्षार तार जो लोगोटा आम देखु तार चित्रटा देखु दुईटा पेनसिल दुईटा पिला बसते से अनुध्यान करंतु आपण जे पेनसिलटा केमती होता है आ रबरटा केमती दिने से पेनसिलटा रबर को कहूँ मु बहुत दुखित आई एम वेरी सॉरी बोली से कहूँ तो रबरटा ता प्रत्युत्तर ताको पचारुछि कोथि तमें तो किसी भूल कर पेनसिलटा कहूँ मु एइथि दुखित जे जेते बेले मु भूल करुछि जो जो समय भूल करुछि से समय सेते तमें कौन कर मोर सब भूल को लिखई दौच हेले मते दुख लगुच मोर सब भूल को लिखे जाई तमें तम जीवन किछि किछि अंश को कौन करुच ना सारी दौच मते परिष्कार करने जाई धीरे 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 तुम्हें क्षुर्ण हो जाउच तुमर अस्तित्व लोप पाई जाउची तमें सरी जाउच एटा ही मते दुख लगुच एटा ही मते कष्ट लगुच आ रबरटा प्रत्युत्तर दौची हाँ सेटा तो ठीक हेले मु तो किछि मनरे धरुनी तमें देखिच केबे मु तो केवल तैयारी हिची तुमको सहाय्य करबा पई जेते जेते बेले तुम भूल करिवो सेते सेते बेले मते मु तुमको कौन करिवि ना परिष्कार करदेबी मु सेते सेते बेले तुम भूल को लिभेई देबी आ मु जानी जे गोटे दिन मोर परिसमाप्त हो गोटे दिन मु सरी जीवी मो जगार तुम्हें मते परिवर्तन कर दे आउ गोटे रबर किणी आनिबो एटा मते जानी हेले मु बहुत खुशी हुए मु तुमको साहाय्य करि पारिछि सेतपय तमे व्यस्त हो ना तमे जदि दुख करिवो ताले मते भलो लागिबो ना एई जो कथाटा गोटे पेंसिल और रबर रो कथा हेई पारे किंतु मने रखंतु जदि आमे ताकू आत्मिक भाव चिंता करिवा आम बापा को जदि से रबर स्थान रे रखिदेबा आम परमेश्वर को जदि से रबर स्थान रे रखिदेबा प्रभु जीशु को जदि से रबर स्थान रे रखिदेबा आ निजे आमे से पेंसिल हे जेबा ताकर पुओ झियो माने तो टिके विचार करी देखिबा से पेंसिल करिथिबा सब भूल को कि भले भाबरे से परिष्कार कर दउछंती कि भले भाबरे से लिभाई दउछंती थरे चिंता करिके देखंतु थरे भाबिके देखंतु आमान को पाई से सब भूल को जिते से परिष्कार करने पाई जाउछंती केबे केबे तांको मध्य बहुत कष्ट लगुछि आमे एमती किछि भूल करबा द्वारा से निजे छोट हो जाउछंती एटा सबुठ बड़ कष्ट जदि बाप मां को इज्जत तले पड़ जाए जदि बाप मां को सम्मान रे आंच आसे जदि पिला मान को सामने रे बाप मां माने लज्जित हो जाती आज विचार करके देखिबा जे आम आखि आगे आम परमेश्वर छोट हो जाऊना तो जो परमेश्वर आम जीवन को सजाड़ी दौरान जो परमेश्वर आम को परिष्कार कर दौरान मोर कार्य पाए मोर जीवन पाए मोर जीविका पाए मोर समस्त आचरण पाए हीन हो जाऊना तो अगौरवान्वित हो जाऊना तो आम एमती किसी भूल कर दे था जो से अति सरी 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 जाता लिभाई लिभाई सरी जाता बार्धक्य ग्रास कर दे था सत कथा आमे सेते बेले ताको बदलाई दे था कि जेरेमिया कहते देवता माने ईश्वर नहले ही कौन सी गोष्ठी लोक ताको परिवर्तन करती ना किंतु तमे माने मते परिवर्तन कर दउछ तमे माने मते बदलाई दउछ मोर परिवर्तन तुमे माने कौन करूछ प्रतिमा मान को मोर परिवर्तन तुमे समान को मो जगार रखिकिना समान को गौरव दउछ आज आमे जहा लगी एडिटुए हेलु गोटे गीत रे कह जाउची जे किए दियो गढ़े देउल तोलई चून दिए ताकू लिपि
ଯାହା ଲାଗି ଆଜି ଏଡୁଟିଏ ହେଲା ତାକୁ ପାରେ ନାହିଁ ମାପି। ଲୋକମାନେ ବହୁତ ସୁନ୍ଦର କରୁଛନ୍ତି, ଦାନ କରୁଛନ୍ତି, ଦକ୍ଷିଣା ଦେଉଛନ୍ତି, ଲୋକମାନେ ମନ୍ଦିର କରୁଛନ୍ତି, ତା ଭିତରେ ସେମାନେ ପ୍ରତିଷ୍ଠା ବି କରୁଛନ୍ତି, ତାକୁ ସବୁ କରୁଛନ୍ତି ସେମାନେ ତ୍ୟାଗ। କିନ୍ତୁ କାହା ପାଇଁ ସେ ଏଡୁଟିଏ ହେଲା, ଯାହା ପାଇଁ ସେ ବଡ ହେଲା, ଯାହା ପାଇଁ ସ୍ଥାନରେ ପହଞ୍ଚି ତା ପାଇଁ କିଛି କରୁନାହାନ୍ତି। ସେଟା ବାସ୍ତବିକ ସେମାନଙ୍କୁ କଷ୍ଟ ଲାଗୁଛି। ସେ ଯୋଉ ପରମେଶ୍ୱର ଆମମାନଙ୍କ ନିମନ୍ତେ, ଆମମାନଙ୍କର ପାପକୁ କ୍ଷମା କରିବା ନିମନ୍ତେ, ଆମମାନଙ୍କ ପାପରୁ ଆମକୁ ପରିଷ୍କାର କରିବା ନିମନ୍ତେ ନିଜକୁ ସାରି ଦେଇଛନ୍ତି, ଆମମାନଙ୍କ ପାଇଁ ସେ ମୃତ୍ୟୁଭୋଗ କରିଛନ୍ତି। ଆଜି ଯଦି ସେଇ ପରମେଶ୍ୱର ଆମମାନଙ୍କର ଜୀବନରେ ଆମମାନେ ତାଙ୍କୁ ଅସମ୍ମାନିତ କରିବା, ତାଙ୍କୁ ଚିହ୍ନି ନାଉ ବୋଲି କହିବା, ଜାଣି ନାଉ ବୋଲି କହିବା, ପରିଚୟ ଦେବାରେ ଲୁଚାଇବା, ତାହେଲେ ସେ ନିଶ୍ଚୟ ଦୁଃଖିତ ହେବେ, ନିଶ୍ଚିତ କଷ୍ଟ ପାଇବେ, ନିଶ୍ଚିତ ତାଙ୍କ ମନକୁ ଆଘାତ ଲାଗିବ। ସେ ଆମମାନଙ୍କର ପିତା, ସେମାନଙ୍କ ପରମେଶ୍ୱର, ସେମାନଙ୍କୁ ସୃଷ୍ଟିକର୍ତ୍ତା, ସେମାନଙ୍କର ଗଠନ ଜାଣିଛନ୍ତି, ମୋର ଦୁର୍ବଳତା ଜାଣିଛନ୍ତି, ଏବଂ ଗଠନ ଜାଣିଛନ୍ତି କହିବାର ତ ସେ ମଧ୍ୟ ଜାଣିଛନ୍ତି ମୋ ଭିତରେ କଣ ଦୁର୍ବଳତା ଗୁଡାକ ଅଛି। ସେଥିପାଇଁ ତ ପ୍ରତ୍ୟେକ ସମୟରେ ଯେତେବେଳେ ମୁଁ ଭୁଲ କରିଦିଏ, ଯେତେବେଳେ ମୁଁ ପାପ କରିଦିଏ, ସେଇ ସମୟରେ ସେ ହିଁ ଉପସ୍ଥିତ ହେଇଯାନ୍ତି, ସେ ହିଁ ସେତେବେଳେ ମତେ ଲିଭାଇ ଦିଅନ୍ତି, ସେ ହିଁ ସେତେବେଳେ ମତେ ପରିଷ୍କାର କରିଦିଅନ୍ତି, ସେ ହିଁ ମତେ ସଂଶୋଧନ କରିଦିଅନ୍ତି। ଆଉ ମତେ ସଂଶୋଧନ କରିବା ପାଇଁକି ଯାଇ ସେ କ୍ଷତି ଭୋଗ କରନ୍ତି, ଆଘାତ ଭୋଗ କରନ୍ତି, କ୍ଷତ ହୁଏ, କଷ୍ଟ ଲାଗେ ତାଙ୍କୁ। କିନ୍ତୁ ତଥାପି ତା ଭିତରେ ସେ ଖୁସି ହୁଅନ୍ତି ମୋ ପାଇଁ ମୃତ୍ୟୁ ଭୋଗ କରି, ଯେ ଅନ୍ତତଃ ପକ୍ଷେ ମୁଁ କିଛି କରିଛି ତତେ ସାହାଯ୍ୟ କରିବା ପାଇଁ, ମୁଁ କିଛି କରିଛି ତତେ ପାପରୁ ରକ୍ଷା କରିବା ପାଇଁ, ମୁଁ କିଛି କରିଛି ତୋ ପାଇଁ ତତେ ପରିଷ୍କାର କରିବା ନିମନ୍ତେ। ତା ବଦଳରେ ଆମେ ଯେତେବେଳେ ବାପା ମାଙ୍କୁ ପରିବର୍ତ୍ତନ କରିବାର ଅର୍ଥ ହଉଛି ଜାଗତିକ ଭାବରେ ବାପା ମାଙ୍କ ସ୍ଥାନରେ ଆମେ ଯେତେବେଳେ ବୋହୂଟି ଆଣୁ, ବାପା ମାଙ୍କ ଜାଗାରେ ତାକୁ ରଖୁ, ଧୀରେ ଧୀରେ ସେ ଆମମାନଙ୍କୁ ସଂଶୋଧନ କରିବା ପାଇଁ ଚାହେଁ, ସେ ଆମମାନଙ୍କୁ ସଜାଡ଼ିବା ପାଇଁ ଚାହେଁ, ସେ ଆମମାନଙ୍କୁ ପରିଷ୍କାର କରିବା ପାଇଁ ଚାହେଁ। କିନ୍ତୁ ତଥାପି ନିଜ ପିଲାମାନଙ୍କ ପାଇଁ ସେମାନେ କିଛି ନା କିଛି କରିଛନ୍ତି ବୋଲି ତାଙ୍କର ବହୁମୂଲ୍ୟ ଧନ ହଉଛନ୍ତି ସନ୍ତାନ ସନ୍ତତି ମାନେ, ପିଲାମାନେ। ଆଉ ସେମାନଙ୍କୁ ଖୁସିରେ ଦେଖିବା ପାଇଁ ସବୁବେଳେ ତାଙ୍କର ଇଚ୍ଛା। ଆମର ଈଶ୍ୱର ଆମକୁ ସର୍ବଦା ଇଚ୍ଛା କରନ୍ତି ଆମେ ଯେମିତି ଖୁସିରେ, ସନ୍ତୋଷ ମନରେ, ଆନନ୍ଦିତ ହୃଦୟରେ ତାଙ୍କ ସେବା କରୁ। ବାଧ୍ୟବାଧକତାରେ ନୁହଁ, ବାଧ୍ୟବାଧକତା ଯାହାକୁ ମୋର ତାକୁ କହିଲେ ସେମାନେ ବାଧ୍ୟବାଧକତାରେ କରିବେ। ଆନନ୍ଦିତ ହୃଦୟରେ, ସନ୍ତୁଷ୍ଟ ମନରେ, ସ୍ୱେଚ୍ଛାକୃତ ଭାବରେ ଆସିବା, ସ୍ୱେଚ୍ଛାକୃତ ଭାବରେ ତାଙ୍କୁ ସମ୍ମାନ ଦେବା, ତାଙ୍କୁ ଆଦର କରିବା, ସେଇଟା ସେ ଇଚ୍ଛା କରନ୍ତି। ସେ ଇଚ୍ଛା କରନ୍ତି ଯଦି ପାର୍ଥିବ ଜଗତରେ ଏଇଭଳିଆ ଗୋଟେ ବାପାକୁ କଷ୍ଟ ଲାଗୁଛି ଆମମାନଙ୍କ ଆଚରଣକୁ ଦେଖିଲେ, ଆମମାନଙ୍କ ବ୍ୟବହାରକୁ ଦେଖିଲେ, ସ୍ୱର୍ଗୀୟ ପିତା ତାଙ୍କୁ କେମିତି ଲାଗୁଥିବ। ଯୋଉ ସ୍ୱର୍ଗୀୟ ପିତା ଯେ ନିଜେ କହିଛନ୍ତି ଦୁଷ୍ଟ ହେଲେ ସୁଦ୍ଧା, ଲୋକ 10 ଅଧ୍ୟାୟ ତାର 11 ପଦରେ, ଯଦି ଆମେ ଦୁଷ୍ଟ ହେଲେ ସୁଦ୍ଧା ଆମର ପିଲାମାନଙ୍କୁ ଭଲ ବିଷୟ ଦେଇ ଜାଣୁଛୁ, ଉତ୍ତମ ଉତ୍ତମ ବିଷୟ ଦେବାକୁ ଜାଣୁଛୁ, ଗୋଟେ ବିଷୟ ମାଗିଲେ ତାଠୁ ଆହୁରି ସୁନ୍ଦର ବିଷୟ ଦେବା ପାଇଁ ଚାହୁଁଛୁ, ତା ପ୍ରତିବଦଳରେ ଆମେ ମନ୍ଦ ବିଷୟ ଦଉନାହୁଁ ତାଙ୍କୁ, ତ ତାଙ୍କ ନିକଟରେ ମାଗୁଥିବା ଲୋକକୁ ତ ସେ ପବିତ୍ର ଆତ୍ମା ଦେବେ, ଅତି ଉତ୍ତମ ବିଷୟ ଦାନ କରିବେ, ସବୁ ବିଷୟ ସେ ଦଉଛନ୍ତି। ସବୁ ସେ ଦେବା ସତ୍ତ୍ୱେ ବି, ସବୁ ସେ କରିବା ସତ୍ତ୍ୱେ ବି ମୁଁ ଭାବେ ମୋ ପାଇଁ ସେ କଣ କରୁଛନ୍ତି, ମୋ ପାଇଁ ସେ କଣ କରିଛନ୍ତି। ଏଇଟା ହଉଛି ମୋର ଅବାଧ୍ୟତା, ଏଇଟା ହଉଛି ମୋର ଦୁଷ୍ଟତା, ଯେହେତୁ ମୁଁ ଜାଣିପାରୁନାହିଁ, ଯେହେତୁ ମୁଁ ବୁଝିପାରୁନାହିଁ ମୋ ପରମେଶ୍ୱର। ପରମେଶ୍ୱରଙ୍କୁ ବୁଝିବା ଆଉ ପରମେଶ୍ୱରଙ୍କୁ ଜାଣିବା ଭିତରେ ବହୁତ ଫରକ। ସେଥିପାଇଁ ବ୍ୟକ୍ତିଗତ ଭାବରେ ପରମେଶ୍ୱରଙ୍କ ସହିତ ସମ୍ପର୍କ, ବ୍ୟକ୍ତିଗତ ଭାବରେ ପରମେଶ୍ୱରଙ୍କ ସହିତ ନିବିଡ଼ ସମ୍ପର୍କ ବନେଇକି ରଖିବା, ତାଙ୍କ ବାକ୍ୟ ମଧ୍ୟକୁ ଯିବା, ତାଙ୍କ ସହିତ ପ୍ରାର୍ଥନାରେ ସହଭାଗିତାରେ ସମୟ କାଟିବା, ତାହେଲେ ଆମେ ଜାଣିପାରିବା ଆମ ପରମେଶ୍ୱର ଆମକୁ କେମିତି ପ୍ରେମ କରୁଛନ୍ତି। ଗୋଟେ ବାପା ଯେମିତି ତା ପିଲାକୁ ପ୍ରେମ କରେ, ଗୋଟେ ବାପା ତାର ସନ୍ତାନକୁ ଯେମିତି ପ୍ରେମ କରେ। ଏ ତ ମା ଜନ୍ମ ଦେଇଛି ସତ କଥା ଏଇ ଜଗତରେ, କିନ୍ତୁ ପିଲାର ଦାୟିତ୍ୱ, ଯତ୍ନ, ତତ୍ଵ, କେମିତି ଖାଇବ, କେମିତି ରହିବ, କେମିତି ପଢିବ, କେମିତି ବଢିବ, ବାପା ନିଜକୁ ତା ପାଇଁ ସାରି ଦଉଛନ୍ତି। କେବେ ବାପା ଖୋଜୁନାହାନ୍ତି ମତେ ଦେଲ ନାହିଁ ପିନ୍ଧିବା ପାଇଁ, ବାପା କହୁନାହାନ୍ତି ମତେ ଭଲ ଖାଇବା ପାଇଁ ଦେଲ ନାହିଁ, ବାପା କହୁନାହାନ୍ତି ମୋ ପାଇଁ ଏଇଟା କରାହେଲା ନାହିଁ, ବରଂ ପ୍ରତ୍ୟେକ ଅକେଜନାଲରେ, ପ୍ରତ୍ୟେକ ପରିସ୍ଥିତିରେ, ପ୍ରତ୍ୟେକ ଜାଗାରେ, ପ୍ରତ୍ୟେକ ସ୍ଥାନରେ ଆମ ସମସ୍ତଙ୍କୁ ପିନ୍ଧେଇବା ପାଇଁ ଯାଇ, ଆମ ସମସ୍ତଙ୍କୁ ଖାଇବା ପାଇଁ ଦେବା ପାଇଁ ଯାଇ, ଆମ ସମସ୍ତଙ୍କୁ ବଡ କରିବା ପାଇଁ ଯାଇକି ସେ ନିଜକୁ ତ୍ୟାଗ କରିଛନ୍ତି। କେବେ ଦେଖିଛନ୍ତି ଆପଣଙ୍କର ବାପା କାନ୍ଦିବାର? କେବେ ଦେଖିନଥିବେ, କାରଣ ତାଙ୍କର ଲୁହ ତଳେ ପଡେ ନାହିଁ, ତାଙ୍କର ଲୁହ ଆଖି ଛଳ ଛଳ ହେଇକି ରହିଯାଇଥାଏ। ଆମ ପାଇଁ ସେ ପରିଶ୍ରମ କରିଥାନ୍ତି। ତ ଭାବି ଦେଖନ୍ତୁ ସ୍ୱର୍ଗସ୍ଥ ପିତା ଯୋଉ ପରମେଶ୍ୱର ଆମମାନଙ୍କୁ ସୃଷ୍ଟି କରିଛନ୍ତି, ଯେ ଆମମାନଙ୍କ ଦାୟିତ୍ୱ ନେବେ, ପ୍ରତିଜ୍ଞା କରିଛନ୍ତି ପକ୍ଷ କେଶ ପର୍ଯ୍ୟନ୍ତ ସମ୍ଭାଳିବେ, ଛାଡିବେ ନାହିଁ,
ଆପଣଙ୍କୁ ମତେ ଆମ ସମସ୍ତଙ୍କୁ ସେ ନିରୀକ୍ଷଣ କରୁଛନ୍ତି, ଆମ ସମସ୍ତଙ୍କୁ ସେ ଦେଖୁଛନ୍ତି, ସବୁ ସମୟରେ ସେ ଆମମାନଙ୍କ ସହିତ ଅଛନ୍ତି। ଆଉ ମଧ୍ୟ ଏଇ ପ୍ରତିଜ୍ଞା ଦଉଛନ୍ତି ଯେତେବେଳେ ଆମେ ପାପ କରୁ ସେତେବେଳେ ଯଦି ଆମେ ଫେରି ଆସିବୁ ତାଙ୍କ ନିକଟକୁ ସେତେବେଳେ ସେମାନଙ୍କୁ କ୍ଷମା ଦର ପାଇଁ ତତ୍ପର ପରମେଶ୍ୱର ସବୁ ସମୟରେ ସେ କ୍ଷମା କରିଦିଅନ୍ତି। କେବେ ଆମମାନଙ୍କ ପାପ ପ୍ରମାଣ ଆମମାନଙ୍କୁ ଦଣ୍ଡ ଦିଅନ୍ତି ନାହିଁ, ଆମମାନଙ୍କ ଅପରାଧ ପ୍ରମାଣ ଆମମାନଙ୍କୁ ଶାସ୍ତି ଦିଅନ୍ତି ନାହିଁ, ବରଂ ତାଙ୍କଠାରେ କ୍ଷମା ଥିବା ହେତୁରୁ ପ୍ରଚୁର ଦୟା ଥିବା ହେତୁରୁ ଆମେ ତାଙ୍କ ନିକଟକୁ ଆସୁ। ଅପବୀ ପୁତ୍ର ଯେତେ ପାପ କରିଥିଲା, ଯେତେ ତାଙ୍କ ବିରୋଧୀ ମନ୍ତବ୍ୟ ଦେଇଥିଲା, ବାପାଙ୍କୁ ଯେତେ ଗାଳି ଦେଇଥିଲା, ଅଶାଳୀନ ଉକ୍ତି ରଖିଥିଲା, ବାପା ଚାହିଁଥିଲେ ତ ତାକୁ କ୍ଷମା କରିନଥାନ୍ତେ। ବାପା କହିଥାନ୍ତେ ହାୟ ତୋର ମୁହଁ ମୁଁ ଆଉ ଦେଖିବି ନାହିଁ, ତୁ ଯିଏ ଥାଉ ଥାଉ ମତେ ମାରିଦେଇକି ଚାଲି ଯାଇଛୁ, ତୋର ଭାଗ ନେବା ପାଇଁ ଇଚ୍ଛା କରିଛୁ, ଆମ ସମସ୍ତଙ୍କୁ ଛାଡିକି ଦୂରକୁ ଚାଲିଗଲୁ ତୁ। କିନ୍ତୁ ବାପା ସେମିତି କୌଣସି କଥା କହିଲେ ନାହିଁ, ବରଂ କେତେ ଅପେକ୍ଷାରେ ରହିଥିଲେ ତା ପ୍ରତି। ତାଙ୍କର ମନୋଭାବ ସେମିତି ଥିଲା, ଆଗରୁ ଯେମିତି ଭଲ ପାଇବା ଥିଲା। ଏତେ ସବୁ ଅଘଟଣ ଘଟିଗଲା ପରେ ବି ପୁଅ ଯେତେବେଳେ ଫେରୁଛି ବାପା ଆଲିଙ୍ଗନ କରିବା ପାଇଁ ଦୌଡ଼ି ଯାଉଛନ୍ତି, ତାର ଧୂଳି ଧୂସରିତ ଦେହକୁ ଧରି କୁଣ୍ଢାଇ ପକାଉଛନ୍ତି, ତା ପାଇଁ ଏତେ ମନୋଯୋଗୀ ହେଉଛନ୍ତି ଯେ ସେ ଇଚ୍ଛା କରୁଛନ୍ତି ଲୋକମାନଙ୍କ ସାକ୍ଷାତରେ ତାଙ୍କର ଆନନ୍ଦଟାକୁ ଦେଖାଇବା ପାଇଁ, ତାଙ୍କର ସେଇ ଖୁସିର ମୁହୂର୍ତ୍ତଟାକୁ ପ୍ରକଟ କରିବା ପାଇଁ ଯେ ମୁଁ ପୁଅକୁ ପାଇଥିବାରୁ କେତେ ଖୁସି ତୁମମାନେ ଜାଣ, ସେ ତ ଗୋଟେ ଭୋଜ ରଖୁଛନ୍ତି। ଆଜି ଆପଣ ଆଉ ମୁଁ ଆମେ ଏଇ ଜଗତରେ ଯେତେବେଳେ ବିଭିନ୍ନ ପରିସ୍ଥିତି ଗୁଡାକ ଭିତରେ ଦେଇ ଯାଉ, କେବେ କେବେ ନିଜର ପିତାଙ୍କୁ, ନିଜର ସ୍ୱର୍ଗସ୍ଥ ପିତା ମାତାଙ୍କୁ ମଧ୍ୟ ଆମେ ଭୁଲି ଯାଉ, ନିଜର ଈଶ୍ୱରଙ୍କୁ ଆମେ ଭୁଲି ଯାଉ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଆମେ ଭୁଲି ଯାଉ, ତାଙ୍କର ତ୍ୟାଗକୁ, ତାଙ୍କର ସେବାକୁ, ଆମ ପାଇଁ ସେ ଯାହା କରିଛନ୍ତି ସେଟାକୁ ମନେ ରଖିନଥାଉ ପ୍ରିୟମାନେ। କିନ୍ତୁ ମନେ ରଖନ୍ତୁ, ଯେତେବେଳେ ଯୋଉ ମୁହୂର୍ତ୍ତରେ ଆମେ ତାଙ୍କ ଆଡକୁ ଫେରିବା, ଗୋଟାଏ ପାହୁଣ୍ଡ ଫେରିବା, ସେଇ ସମୟରେ ସେମାନଙ୍କୁ କୋଳେଇ ନେବେ, ସେଇ ସମୟରେ ସେମାନଙ୍କୁ ଆଲିଙ୍ଗନ କରିବେ, ସେଇ ସମୟରେ ସୁଦ୍ଧା ସେମାନଙ୍କୁ କହିବେ ତୁ ମୋର ପୁଅ ଥିଲୁ, ମୋର ପୁଅ ହେଇକି ରହିବୁ, ମୁଁ କେବେ ଦାସ କରି ରଖିବା ପାଇଁ ଚାହେଁ ନା। ପରମେଶ୍ୱର ସେ ସ୍ୱାଧୀନତା ଦେଇଛନ୍ତି ଆମମାନଙ୍କୁ, ପରମେଶ୍ୱର କେତେ ସ୍ୱଚ୍ଛନ୍ଦ ଭାବରେ ଆମମାନଙ୍କୁ ପ୍ରେମ କରନ୍ତି ଆପଣ ଚିନ୍ତା କରନ୍ତୁ। ଯଦି ପ୍ରକୃତରେ ଆମେ କହିପାରିବା ଯେ ବାପା ମୁଁ ତୁମ ବିରୁଦ୍ଧରେ ପାପ କରିଛି, ହେ ଈଶ୍ୱର ମୁଁ ତୁମ ବିରୁଦ୍ଧରେ ପାପ କରିଛି, ମୋ ବାପାଙ୍କ ବିରୁଦ୍ଧରେ ପାପ କରିବାର ଅର୍ଥ ହେଉଛି ମୁଁ ଈଶ୍ୱରଙ୍କ ବିରୁଦ୍ଧରେ ପାପ କରୁଛି, ମତେ କ୍ଷମା କରିଦିଅ, ତାଠୁ ବଡ ବି ସେ କିଛି ନାହିଁ। ସେଥିପାଇଁ ଗୀତ ରଚକ କହୁଛନ୍ତି ଯେ ମୁଁ ଧୂଳି ହେଲେ ମଧ୍ୟ ସ୍ମରଣ ରଖିଛନ୍ତି, ମର୍ତ୍ତ୍ୟର ଦିନ ତୃଣ ତୁଲ୍ୟ ହେଲେ ମଧ୍ୟ ତଥାପି ସେ ବାପା ସେ ମତେ ସ୍ନେହ ବହନ୍ତି, ମୁଁ ତାକୁ ଭୟ କରୁଥାଏ। ଭୟ କରିବାର ଅର୍ଥ ନୁହଁ ଡରି ମରିକି ରହିବା, ଭୟ କରିବାର ଅର୍ଥ ହେଉଛି ଭୟ କରୁଥିବା ହେତୁରୁ ମୁଁ ତାଙ୍କୁ ସମ୍ମାନ ଦିଏ, ଭୟ କରୁଥିବା ହେତୁରୁ ମୁଁ ତାଙ୍କର ଉପାସନା କରେ, ଭୟ କରୁଥିବା ହେତୁରୁ ମୁଁ ତାକୁ ଗୌରବ ଦିଏ। ସେ ସମସ୍ତ ଅନର ପାଇବା ପାଇଁ ଯୋଗ୍ୟ, ଆଦର ପାଇବା ପାଇଁ ଯୋଗ୍ୟ, ସମ୍ମାନ ପାଇବା ପାଇଁ ଯୋଗ୍ୟ। ଅଜାଣତରୁ ହୁଏତ ମୁଁ ଜାଣି ନାହିଁ ସେ ମୋ ସମୃଦ୍ଧି ବୃଦ୍ଧି କରିଛନ୍ତି, ମୁଁ ଜାଣି ନାହିଁ ସେ ମୋ ପାଇଁ କଣ କରିଛନ୍ତି, କିନ୍ତୁ ଯଦି ମନେ ପକାଇବି ତାହେଲେ ମୁଁ ତାକୁ ସଜାଡି ପାରିବି ନାହିଁ ଯାହା ସେ ମୋ ପାଇଁ କରିଛନ୍ତି। ଆଜି ସମୟ ଆସିଛି ଏ ପ୍ରାତ ସମୟରେ ଗୋଟାଏ ମୁହୂର୍ତ୍ତ ଆଖି ବନ୍ଦ କରିଦେବା, ଆମେ ଆମର ଜାଗତିକ ପିତାମାତାଙ୍କୁ ମନେ ପକାଇବା ସଙ୍ଗେ ସଙ୍ଗେ ସ୍ୱର୍ଗୀୟ ପିତାଙ୍କୁ ମନେ ପକାଇବା, ଯୋଉ ପରମେଶ୍ୱର ଆମମାନଙ୍କୁ ଏ ପାପ ଭିତରେ ଦେଖିବା ପାଇଁ ଇଚ୍ଛା କଲେ ନାହିଁ, ଇଚ୍ଛା କଲେ ନାହିଁ ଆମମାନଙ୍କର ଜୀବନର ଏ କଦର୍ଯ୍ୟ ବିଷୟ ଗୁଡାକୁ ଦେଖିବା ପାଇଁ, ବରଂ ନିଜକୁ ଆମମାନଙ୍କ ନିମନ୍ତେ ତିଳ ତିଳ କରିକି ସାରିଦେବା ପାଇଁ ଇଚ୍ଛା କଲେ, ଆମମାନଙ୍କ ପାଇଁ ମୃତ୍ୟୁ କରିବା ପାଇଁ ଜଗତକୁ ଆସିଲେ, ଆମମାନଙ୍କୁ ପରିଷ୍କାର କରିଦେଲେ, ଆମମାନଙ୍କୁ ସୂଚି କଲେ, ଆମମାନଙ୍କୁ ପବିତ୍ର କଲେ। ହେଇପାରେ ସେଥିପାଇଁ ତାକୁ ବହୁମୂଲ୍ୟ ତ୍ୟାଗ କରିବାକୁ ପଡିଲା, ନିଜର ଜୀବନକୁ ସେ ଦେଲେ। ତାଙ୍କୁ କି ଆଜି ଆମେ ପ୍ରେମ କରୁ, ତାଙ୍କୁ କି ଆଜି ଆମେ ସମ୍ମାନ ଦଉ, ତାଙ୍କୁ କି ଆଜି ଆମେ ଗୌରବ କରୁ? ଯଦି କରୁ ନିଶ୍ଚିତ ଭାବରେ ପରମେଶ୍ୱର ଆମମାନଙ୍କ ପ୍ରତି ମଙ୍ଗଳମୟ, ପରମେଶ୍ୱର ଆମମାନଙ୍କ ପ୍ରତି କୃପାମୟ, ପରମେଶ୍ୱର ଆମମାନଙ୍କ ପ୍ରତି ଦୟାରେ ବିଗଳିତ ପରମେଶ୍ୱର କୌଣସି ମଙ୍ଗଳ ବିଷୟ ଅଟକାଇକି ରଖିବେ ନାହିଁ ତାଙ୍କର ପ୍ରେମକାରୀମାନଙ୍କ ପାଇଁ। ଯେମିତି ବହିଛନ୍ତି ଏପର୍ଯ୍ୟନ୍ତ ସେମିତି ଆଗକୁ ଭବିଷ୍ୟତରେ ପୋକକେଶ ପର୍ଯ୍ୟନ୍ତ ସେ ହିଁ ବହି ନେବେ, କୌଣସି ବିଷୟରେ ଆମମାନଙ୍କୁ ଭୀତ ହେବାକୁ ହେବ ନାହିଁ। ଯଦି ଗୌରବ କରୁନାହୁଁ, ନିଜର ପରିଚୟ ଲୁଚାଉଛୁ, ପିତାମାତାଙ୍କ ପରିଚୟ ଦେବା ପାଇଁ ଭୟ ଲାଗୁଛି, ତାହେଲେ ମନେ ରଖନ୍ତୁ ମୁଁ ଯଦି ଲୋକମାନଙ୍କ ସାକ୍ଷାତରେ ତାକୁ ଅସ୍ୱୀକାର କରୁଛି, ଗୋଟେ ଦିନ ସ୍ୱର୍ଗୀୟ ବାହିନୀ ମାନଙ୍କ ମଧ୍ୟରେ ଈଶ୍ୱରଙ୍କ ନିକଟରେ ସେ ମଧ୍ୟ ମତେ ଚିହ୍ନିଛନ୍ତି ବୋଲି ମନା କରିଦେବେ। ମୋ ଇଚ୍ଛା କରେ ସେମିତି ନ ହେଉ, ବରଂ ସର୍ବ ସାକ୍ଷାତରେ ସେ ଖୁସି ହୁଅନ୍ତୁ, ଆନନ୍ଦ ପ୍ରକଟ କରନ୍ତୁ ଏବଂ ଏଇ କଥା କୁହନ୍ତୁ ଏ ମୋର ପୁଅ, ଏ ହଜି ଯାଇଥିଲା ବଞ୍ଚି ଯାଇଛି।
ଏ ଫେରି ଆସିଛି, ଏହା ପାଇଁ ମହାଭୋଜ କରାଯିବ, ଏହା ପାଇଁ ଆନନ୍ଦ କରାଯିବ। ଆଉ ସ୍ୱର୍ଗୀୟ ଦୂତମାନଙ୍କ ବାହିନୀ ମାନଙ୍କ ମଧ୍ୟରେ କରତାଳି ମାରି ପିତା ଆପଣଙ୍କୁ ମୋତେ ଆମ ସମସ୍ତଙ୍କୁ ସ୍ୱାଗତ କରୁଥିବେ। ଆନନ୍ଦିତ ହୃଦୟରେ କହୁଥିବେ ଇଏ ମୋର ସନ୍ତାନ, ଏହା ପାଇଁ ମୁଁ ଗର୍ବିତ। ପ୍ରଭୁ ଆମ ସମସ୍ତଙ୍କୁ ଏ ବାକ୍ୟ ଦ୍ୱାରା ଉତ୍ସାହିତ କରନ୍ତୁ, ଆଶୀର୍ବାଦ କରନ୍ତୁ। ଏ ପ୍ରାତଃ ସମୟରେ ଆମ ପ୍ରତ୍ୟେକକୁ କଥା ହୁଅନ୍ତୁ।